ଆମର ରକ୍ତଦାନ ଶିବିର ଏଠି କାର୍ଯ୍ୟକ୍ରମ ଚାଲିଛି। ଗତ ବର୍ଷ ମଧ୍ୟ ଏଇଟା ହେଇଥିଲା। ଗତ ବର୍ଷ ଆରମ୍ଭ କରିଛୁ, 2 ବର୍ଷ ହେଲା ଆମର କାର୍ଯ୍ୟକ୍ରମକୁ। ଆମେ ଆମର ଅଞ୍ଚଳବାସୀ ଏବଂ ଆମ ବିଶେଷ ସଦସ୍ୟ ମାନେ ନିଜ ଇଚ୍ଛାରେ ନିଜ ଖୁସିରେ ଆଜି ରକ୍ତଦାନ କରୁଛନ୍ତି। ରକ୍ତଦାନ ଏକ ମହତ୍ କାମ, ପୁଣ୍ୟ କାମ ମଧ୍ୟ। ଆଉ ସମସ୍ତଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଯୋଉମାନେ ରକ୍ତଦାନ କରୁଛନ୍ତି। ଜୀବନ ଦାନ ସମାନ ସହିତ ସମାନ ଜିନିଷ। ସମସ୍ତଙ୍କୁ ଧନ୍ୟବାଦ। ଦେଲେ ପୁଣି କେତେ ଲୋକ ପୁଣି ସେଇଥିରେ ପୁଣି ବଞ୍ଚି ଯାଉଛନ୍ତି। ସେଇଥିଲାଗି ଆମେ ରକ୍ତଦାନ କରିବା ପାଇଁ। ଆସନ୍ତା 14 ତାରିଖ ହେଉଛି ବିଶ୍ୱ ରକ୍ତଦାତା ଦିବସ। ସେ ଉପଲକ୍ଷେ ସମ୍ପର୍କ ବିଶେଷ ଏକ ରକ୍ତଦାନ ଶିବିର ଆୟୋଜନ କରିଛୁ। ଏଥିରେ ସମସ୍ତ ଲୋକମାନଙ୍କୁ ଆମେ ଅନୁରୋଧ କରୁଛୁ ଆସିକି ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ। ଆମର ଗଲା ବର୍ଷ ହେଇଥିଲା 73 ୟୁନିଟ୍ ବ୍ଲଡ ଆମେ ନୟାଗଡ଼ର ବ୍ଲଡ ବ୍ୟାଙ୍କ ଦେଇଥିଲୁ। ଏ ବର୍ଷ ଆଶା କରିଛୁ 100 ପରେ ହବ। ବର୍ତ୍ତମାନ 30-35 ସାରିଲାଣି, ଆଗକୁ ବଢିବ। ଆଗକୁ ଲକ୍ଷ୍ୟ ରଖାଯାଇଛି ସମ୍ପର୍କ ବିଶେଷ ସ୍ୱେଚ୍ଛାସେବୀ ସଂଗଠନ ଲୋକମାନଙ୍କର ସେବା କରିବେ। ଏଥିପାଇଁ ଆମର ଉଦ୍ଦେଶ୍ୟ ହଉଛି ଆସନ୍ତାକାଲି ହଉଛି ବିଶ୍ୱ ରକ୍ତଦାତା ଦିବସ। ସେଇ ଉପଲକ୍ଷେ ଆଜି ଆମର ସମ୍ପର୍କ ବିଶେଷ 92 ଅଛି 1992 ସେମାନେ ଆୟୋଜନ କରୁଛନ୍ତି ଗୋଟେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ଆମର ଏଠି ସରକାରୀ ପ୍ରାଥମିକ ବିଦ୍ୟାଳୟ ଏନ୍ଦିପଟାରେ ଆୟୋଜନ କରାଯାଉଛି। ଗଣିଆ ସେସ୍ରୁ ଆମେ ହେଲ୍ଥ ଷ୍ଟାଫ୍ ସବୁ ଆସିଛୁ। ମୁଁ ମେଡିକାଲ ଅଫିସର ଅଛି, ଆଉ ଆମର ନର୍ସିଂ ଅଫିସର ସବୁ ଅଛନ୍ତି, LD ଅଛନ୍ତି। ତ ସେଟା ପାଇଁ ଆମକୁ ଡକେଇଥିଲେ, ଯୋଉ ଇନଭିଟେସନ ଦେଇଥିଲେ ଆମେ ସେଥିରେ ଯୋଗ ଦେଇଛୁ। ଆସି ବହୁତ ଜଣ ରକ୍ତଦାନ ବି କଲେଣି। ତଥାପି 14-15 ୟୁନିଟ୍ ଏବେ ସୁଦ୍ଧା ହେଇଗଲାଣି। କଲେକ୍ଟ କରିସାରିଛୁ। ତଥାପି ଟାର୍ଗେଟ ଅଛି 50+ ଆମେ ଟାର୍ଗେଟ ରଖିଛୁ। ଦେଖାଯାଉ କେତିକି ଲୋକ ଆସୁଛନ୍ତି।